ଚିଲିକାରେ ବାହାଣ କରିବା ପାଇଁ ପଇସା ନଥିବାରୁ ବାକିରେ କିଣି ନେଇଥିଲେ ଜାଲ। ହେଲେ ମାଗି ମାଗି ମିଳିଲା ନାହିଁ ଜାଲ ପଇସା। ଦିନ ପରେ ଦିନ ଗଡ଼ି ବିତିଗଲା ଗୋଟାଏ ବର୍ଷ। ସେଥିପାଇଁ ଜାଲ ବିକ୍ରି କରିଥିବା ରବୀନ୍ଦ୍ର ବେହେରା ବୟସ 34 ବର୍ଷ, ଘର ଖୋର୍ଦ୍ଧା ଜିଲ୍ଲା ବାଲିପାଟପୁର ଗତକାଲି ରାତିରେ ମାଗିଥିଲେ ବାକି ପଇସା। ବାକି ପଇସା ମାଗିବାରୁ ବାକିରେ ଜାଲ ନେଇଥିବା ହୁଣ୍ଡା ବେହେରା ବାଲିପାଟପୁର ଗ୍ରାମର ହଠାତ୍ ଉତ୍ତ୍ୟକ୍ତ ହୋଇଯାଇଥିଲେ। ନିଜର ସାଥୀ ସମ୍ପର୍କୀୟମାନଙ୍କ ସହାୟତାରେ ରବୀନ୍ଦ୍ର ବେହେରାଙ୍କୁ ନିସ୍ତୁକ ଛେଚିବା ସହ ଧାରୁଆ ଅସ୍ତ୍ରରେ ରବୀନ୍ଦ୍ରଙ୍କର କାନକୁ କାଟି ଦେଇଥିଲେ। ସେଠାରେ ରବୀନ୍ଦ୍ର ଗୁରୁତର ହୋଇ ପଡ଼ିବାରୁ ସ୍ଥାନୀୟ ରବୀନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଙ୍ଗୀରେ ଭର୍ତ୍ତି କରିଛନ୍ତି। ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ରବୀନ୍ଦ୍ରଙ୍କର ବାମ କାନଟି କଟିଯାଇଅଛି। ବ୍ୟୁରୋ ରିପୋର୍ଟ, ରାଜଧାନୀ ମିଡ଼ିଆ। ରବୀନ୍ଦ୍ର ବେହେରା ଆଜ୍ଞା, ଜାଲ ପଇସା ଥିଲା ମୁଁ ତାଙ୍କୁ ମାଗିବାରୁ ହୁଣ୍ଡା ବେହେରାଙ୍କୁ ଜାଲ ପଇସା ମାଗିବାରୁ ମୋ ସହିତ ଝଗଡ଼ା ଲଗାଇଲା ପରେ ଝଗଡ଼ା ବେଳୁ ମୋଟ ହେଲା। 4-5 ଜଣ 6 ଜଣ ତାଙ୍କ ଘର ଭିତରୁ ବାହାରିକିରି ଆଜ୍ଞା ମୋତେ ମାଡ଼ି ବସିକି ଛେଚିକିରି ବ୍ଲେଡ଼ ମାରିକି କାନ ମୋର କାଟି ଦେଇଛନ୍ତି ଆଜ୍ଞା। ଛୈଳ ବେହେରା, ହୁଣ୍ଡା ବେହେରା, ଜିତୁ ବେହେରା, ପଦନ ବେହେରା, ଏମିତି 4-5 ଭାଇ 6 ଭାଇ ସେ ଆଜ୍ଞା ମୋ କାନ କାଟି ଦେଇଛନ୍ତି ଆଜ୍ଞା। କାନ କାଟିକି ନାକ ଖଡ଼ୁରେ ବାଡ଼େଇ ଦେଇଛନ୍ତି, ନାକ ବି ଫାଟି ଯାଇଛି ଆଜ୍ଞା। ଆଜ୍ଞା ବାମ ପଟ କାନ ଆଜ୍ଞା। ଚାହୁଁଛି ଆଜ୍ଞା ମୋତେ ନ୍ୟାୟ ମିଳୁ ଆଜ୍ଞା।